Hello students, welcome to MIL Odia ପଦ୍ୟ ବିଭାଗ 3 ମାର୍କ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଫର୍ ଏକ୍ଜାମିନେସନ୍ 2024। ଆଚ୍ଛା ଯୋଉ ପିଲାମାନେ ଚ୍ୟାନେଲକୁ ନୂଆରେ ଆସୁଛ ଚ୍ୟାନେଲଟି ସବସ୍କ୍ରାଇବ୍ କରିନିଅ ପିଲାମାନେ। ଚାଲ ଏବେ ଆମେ ଦେଖିବା କ୍ୱେଶ୍ଚନ ନମ୍ବର 1 କ'ଣ। ପ୍ରଥମେ ବଡ଼ପଣ ପଏମରୁ 1 ମଣିଷ ଜୀବନରେ କାଳର ମହତ୍ତ୍ୱକୁ କବି କିଭଳି ବର୍ଣ୍ଣନା କରିଛନ୍ତି। 2 ଆଲେକ୍ଜାଣ୍ଡରଙ୍କ ଶେଷ ଇଚ୍ଛା କ'ଣ ଥିଲା। 3 ରାଜା ପ୍ରଜା ଏବେ ହେଲେ ବାଜ ପାରା କେଉଁ ପ୍ରସଙ୍ଗରେ କୁହାଯାଇଛି। 4 ବଡ଼ପଣ ନିଦା କହିବାର ତାତ୍ପର୍ଯ୍ୟ କ'ଣ। 5 ନମ୍ବର କ୍ୱେଶ୍ଚିନ୍ ପୂର୍ବପୁରୁଷଙ୍କ ପ୍ରତିଷ୍ଠା ବିଷୟରେ କବି କ'ଣ କହିଛନ୍ତି ଲେଖ। ଆଚ୍ଛା ଏଇଟା ଇମ୍ପୋର୍ଟାଣ୍ଟ ପିଲାମାନେ। ନେକ୍ସଟ 6 ନମ୍ବର ଦେଖ ଘୃଷ୍ଟିମୁଖେ ଢାଳି କୁଣ୍ଡ ଘୃତ କେଉଁ ପ୍ରସଙ୍ଗରେ କୁହାଯାଇଛି। ଓକେ ଷ୍ଟୁଡେଣ୍ଟସ୍, ନେକ୍ସଟ ଯିବା ଦ୍ୱିତୀୟ ପଏମ୍ ତପସ୍ୱିନୀର ପତ୍ର। ଆର 1 ନମ୍ବର ଇମ୍ପୋର୍ଟାଣ୍ଟ କ'ଣ ଦେଖ। ରାମଚନ୍ଦ୍ର ଯଜ୍ଞ କରୁଥିବା କଥା ଶୁଣି ସୀତା କେଉଁ ପ୍ରସଙ୍ଗରେ ନିଶ୍ଚିତ ହୋଇଥିଲେ। ଆର 2 ନମ୍ବର ଦେଖ ମୁହିଁ ତପସ୍ୱିନୀ ମୋତେ ନ କରିବ ହେୟ ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି। ତାପରେ 3 ନମ୍ବରରେ ତପସ୍ୱିନୀ ସୀତାଙ୍କର ସନ୍ଦେହାଚ୍ଛନ୍ନ ଭାବନାର ପରିଚୟ ଦିଅ। 4 ନମ୍ବରରେ ନିଜର ପୁତ୍ରମାନଙ୍କର କେଉଁ ଅସହାୟତା ବିଷୟରେ ସୀତା ପତ୍ର ମାଧ୍ୟମରେ ସ୍ୱାମୀଙ୍କୁ ଲେଖିଥିଲେ। ରାଇଟ୍, ଇଏ ଥିଲା 4ଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ତପସ୍ୱିନୀର। ନେକ୍ସଟ ଯିବା ବନ୍ଦୀର ବିରହ ବ୍ୟଥା। ତ ଆର ଇମ୍ପୋର୍ଟାଣ୍ଟ 1 ନମ୍ବର କ୍ୱେଶ୍ଚିନ୍ ହେଉଛି ଯମଦୂତ ବୋଲି କବି କାହାକୁ କହିଛନ୍ତି ଓ କାହିଁକି। 2 ନମ୍ବର ବନ୍ଦୀର ବିରହ ବ୍ୟଥାରେ କବି ଅସ୍ତକାଳୀନ ସୂର୍ଯ୍ୟ ଓ ପ୍ରକୃତିର ରୂପ ଚିତ୍ର କିପରି ଉଲ୍ଲେଖ କରିଛନ୍ତି। ରାଇଟ୍, ଏଇଟା ପିଲାମାନେ ସାଇନ୍ସକୁ ଆସିଥିଲା, ଏବେ ଆର୍ଟ୍ସକୁ ନହେଲେ କମର୍ସକୁ ଆସିବ ସେମିତି। ନେକ୍ସଟ ଦେଖ 3 ନମ୍ବର ଅସ୍ତାଚଳର ଉଚ୍ଚ ଆସନରେ ବସି ରବି ପ୍ରାଚୀ ଦିଗରେ କ'ଣ କରୁଛନ୍ତି ବୋଲି ବର୍ଣ୍ଣନା କରାଯାଇଛି। ଆଉ 4 ନମ୍ବର କ୍ୱେଶ୍ଚିନ୍ ପ୍ରଣୟ ଓ ବିରହ ସମ୍ପର୍କରେ କବିଙ୍କର ଅଭିମତ କ'ଣ ଥିଲା ଲେଖ। ରାଇଟ୍, ନେକ୍ସଟ ଯିବା ପିଲାମାନେ ବାର୍ତ୍ତା। ବାର୍ତ୍ତା ଏ ବର୍ଷ ତୁମକୁ ଲଙ୍ଗ କ୍ୱେଶ୍ଚିନ୍ ଆସିବ, ତାଇ ସହିତ ସର୍ଟ କ୍ୱେଶ୍ଚିନ୍ ମଧ୍ୟ ଦେଖିଦେଇଥାଉ। ତ 1 ନମ୍ବର ହେଉଛି ଆର କେଉଁ ବିଷୟରେ କୈଫିୟତ ମାଗିବାର ବେଳ ଆସିଛି ବୋଲି କବି କହିଛନ୍ତି। 2 ନମ୍ବର କବି ଭସ୍ମ ମଧ୍ୟରୁ କି ଦୀକ୍ଷା ଗ୍ରହଣ କରିବାକୁ କହିଛନ୍ତି। 3 ନମ୍ବର ସ୍ୱୈନ ପ୍ରତିଶୋଧକୁ କବି ମହାଧର୍ମ ଆଖ୍ୟା କାହିଁକି ଦେଇଛନ୍ତି। 4 ନମ୍ବର ଉତ୍ପୀଡ଼ନର ଜୟ ହେଉ କହିବା ପଛରେ କବିଙ୍କର ଉଦ୍ଦେଶ୍ୟ କ'ଣ। ଇଏ ଥିଲା 4ଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ବାର୍ତ୍ତାର। ଏବେ ଚାଲୁ ଯିବା ପିଙ୍ଗଳାର ଅଭିସାର। ଆର 1 ନମ୍ବର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପିଙ୍ଗଳାର ମନରେ କାହିଁକି ବୈରାଗ୍ୟ ଜାତ ହେଲା। ନମ୍ବର 2 ପରିବର୍ତ୍ତିତ ପିଙ୍ଗଳା ପ୍ରକୃତିକୁ କିପରି ଅନୁଭବ କରିଛନ୍ତି। ଏଇଟା ସାଇନ୍ସ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ନେକ୍ସଟ 3 ନମ୍ବର ମରତ ପଥର ଅମର ବନ୍ଧୁକୁ ଲାଭ କରିବା ପରେ ପିଙ୍ଗଳାର ଜୀବନରେ କ'ଣ ସବୁ କରିବ ବୋଲି କହିଛନ୍ତି। 4 ନମ୍ବର ଯାଉଅଛି ଆଜି ଜୀବନର ମମ ପ୍ରିୟତମ ଅଭିସାର କେଉଁ ପ୍ରସଙ୍ଗରେ କୁହାଯାଇଛି। 5 ନମ୍ବର ସଚେତନ ପିଙ୍ଗଳା ତାର ପ୍ରିୟ ପରମଙ୍କର କିପରି ପୂଜା କରିବ ବୋଲି କବି ଦର୍ଶାଇଛନ୍ତି। So these are the important questions from poetry section students for arts, commerce and science 3 ଜଣଙ୍କ ପାଇଁ ମଧ୍ୟ। ଆଇର ଗୋଟେ ଆର୍ଟ୍ସ କହିଲେ ଗୋଟେ କମର୍ସକୁ ଗୋଟେ ସାଇନ୍ସକୁ ଏମିତି ବଦଳୁଥିବ। ଓକେ ଷ୍ଟୁଡେଣ୍ଟସ୍, ପ୍ଲିଜ୍ ଚେକ୍ ଆଉଟ୍ ଦି କ୍ୱେଶ୍ଚିନ୍ସ ଆନ୍ସର୍ସ ପାଇଁ ତମେ ନିଜେ ନୋଟ୍ସ ପ୍ରିପେୟାର କରିବ ପିଲାମାନେ। ଆଉ ଏଗୁଡ଼ାକ ସରାଇଲା ପରେ ନେକ୍ସଟ ତମେ ଟାଇମ୍ ପାଇଲେ ଅନ୍ୟ ଯାକ ସବୁ ଦେଖିବ। ଏ ଯାକ ମୁଁ ଇମ୍ପୋର୍ଟାଣ୍ଟ ହିସାବରେ ସିଲେକ୍ଟ କରିଛି। ଓକେ, ଗତ ବର୍ଷ ମଧ୍ୟ ବହୁତ ସିଲେକ୍ଟ କରିକି ଦିଆ ହେଇଥିଲା ସେମ୍
ଲଙ୍ଗ क्वेश्चन सर्ट क्वेश्चन परीक्षा आसी तेणु आशा करुच्ची एथर मध्य तुम मानकर निश्चित भाव में मंगल हम। ओके स्टूडेंट्स, थैंक यू वेरी मच फॉर वाचिंग। प्लीज लाइक एंड सब्सक्राइब एंड कीप टच विथ द चैनल फॉर गेटिंग अदर इम्पोर्टेंट क्वेश्चंस दरखास्त सर्जनात्मक रचना रूढ़ि प्रयोग